ମୁଁ କୌଣସି ଦଳରେ ଆଗରୁ ନଥିଲି। ବିଧିବଦ୍ଧ ଭାବରେ ଆଜି ମୁଁ ଏବଂ ଜୀବନ ବାବୁ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହେଲୁ। ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଏବଂ ତାଙ୍କ ଉପସ୍ଥିତିରେ ଆମେ ଦୁଇ ଜଣ ବିଧିବଦ୍ଧ ଭାବରେ ଆମେ ବିଜୁ ଜନତା ଦଳରେ ସାମିଲ ହେଲୁ ଏବଂ ବିଜୁ ଜନତା ଦଳରେ ଶୃଙ୍ଖଳିତ କର୍ମୀ ହିସାବରେ ଆମେ କାର୍ଯ୍ୟ କରିବୁ। ବାଲେଶ୍ୱର ଜିଲ୍ଲାରେ କିପରି ଭାବରେ ବିଜୁ ଜନତା ଦଳ ଅଧିକ ସଂଗଠିତ ହୋଇପାରିବ, ଅଧିକ ମଜବୁତ ହୋଇପାରିବ, ସେଥିପାଇଁ ଆମେ ମିଳିମିଶି ସମସ୍ତେ କାମ କରିବା। ଏହା ହେଉଛି ଆଜିକାର କାର୍ଯ୍ୟକ୍ରମ। ସେଥିପାଇଁ ଆପଣମାନେ ସମସ୍ତେ ଜାଣିଛନ୍ତି ବସ୍ତା ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ମୁଁ ନିର୍ବାଚିତ ହୋଇଛି। ଏକକାଳୀନ କଣ୍ଟିନ୍ୟୁଆସ୍ ପ୍ରୋସେସରେ 5 ଥର ନିର୍ବାଚିତ ହୋଇଛି ଏବଂ ଲୋକଙ୍କ ସହିତ ବାଲେଶ୍ୱର ଜିଲ୍ଲାର ଲୋକଙ୍କ ସହିତ ଉତପ୍ରୋତ ଭାବରେ ଜଡ଼ିତ। ମନ୍ତ୍ରୀ ଥିଲାବେଳେ ଏବଂ ମନ୍ତ୍ରୀ ନଥିଲା ବେଳେ ସମସ୍ତଙ୍କ ସହିତ ସୁସମ୍ପର୍କ। ଯେତେବେଳେ ବାଲେଶ୍ୱର ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଥିଲି ବା ତା ଆଗରୁ ବିଜୁ ବାବୁଙ୍କ ସମୟରେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସମୟରେ ଯେତେବେଳେ ଥିଲେ, ସେତେବେଳେ ମଧ୍ୟ ମୁଁ ଜନତା ଦଳରେ ମଧ୍ୟ ମୁଁ ସଭାପତି, ବାଲେଶ୍ୱର ଜିଲ୍ଲାର ସଭାପତି ଥିଲି ଏବଂ ସଭାପତି ହିସାବରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗ୍ରାମ, ବିଭିନ୍ନ ପଞ୍ଚାୟତ, ବିଭିନ୍ନ ସ୍ଥାନ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛି ଏବଂ କରୁଥିଲି ଏବଂ ସଂଗଠନକୁ ଅଧିକ ମଜବୁତ କରୁଥିଲି। ସେଥିପାଇଁ ଆଜି ମଧ୍ୟ ସେହି ଚିନ୍ତାଧାରା ନେଇ ଆମେ କାମ କରିବା ଓ ସମସ୍ତଙ୍କୁ ଆପଣାର କରି ସମସ୍ତଙ୍କର ସୁଖ ଦୁଃଖ ସାଥୀ ହେବା। ମୁଁ କୌଣସି ଦଳରେ ଆଗରୁ ନଥିଲି ଏବଂ ବିଧିବଦ୍ଧ ଭାବରେ 2 ବର୍ଷ ଧରି ମୁଁ ଥିଲି, ଅଲଗା ଥିଲି, ଘରେ ବସିଥିଲି ଏବଂ ସ୍ୱାଧୀନ ହିସାବରେ ମୁଁ ଥିଲି ଏବଂ ବିଜୁ ଜନତା ଦଳରେ କିପରି ଭାବରେ ପ୍ରବେଶ କରିବି, ସେଥିପାଇଁ ନବୀନ ପଟ୍ଟନାୟକ ନିର୍ବାଚନ ପରେ ଆସି ମୁଁ ସାକ୍ଷାତ କରିଥିଲି। ନବୀନ ବାବୁଙ୍କୁ ଅନୁରୋଧ କରି ଯାଇଥିଲି। ନବୀନ ବାବୁ ଆଜି ସ୍ୱୀକୃତି ଦେଲେ ଏବଂ ଆଜି ଆମକୁ ବିଜୁ ଜନତା ଦଳରେ, ବିଶେଷତଃ ମୋତେ ବିଜୁ ଜନତା ଦଳରେ ଆଜି ମିଶ୍ରଣ କରାଇଲେ। ସମସ୍ତଙ୍କୁ ନମସ୍କାର। 5 ବର୍ଷ ବିଜୁ ଜନତା ଦଳ ଠାରୁ ବାହାରେ ରହିଲା ପରେ ପୁଣି ଆଜି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜୁ ଜନତା ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ତାଙ୍କ ପାଖରେ ବିଜୁ ଜନତା ଦଳର ପୁଣି ସାମିଲ ହେଇଛୁ, ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛୁ। ଆଗାମୀ ଦିନରେ ମାନ୍ୟବର ନବୀନ ପଟ୍ଟନାୟକ ଯେମିତି ନିର୍ଦ୍ଦେଶ ଦେବେ, ବାଲେଶ୍ୱରରେ କେମିତି ଦଳ ସୁସଂଗଠିତ ହେବ ଏବଂ ଯେମିତି ଦଳ ସେଠି 1 ନମ୍ବର ଦଳ ଭାବରେ ପରିଗଣିତ ହେଉଥିଲା, ଆଗାମୀ ଦିନର ବିଜୁ ଜନତା ଦଳକୁ ପୁଣି 1 ନମ୍ବର ଦଳ କରିବା ପାଇଁ ଆମେ ସମସ୍ତେ ମିଳିତ ପ୍ରୟାସ କରିବା। ଏ କଥା ନବୀନଙ୍କ ପାଖରେ ଆମେ କଥା ଦେଇକି ଆସିଛୁ ଏବଂ ଆପଣଙ୍କ ମାଧ୍ୟମରେ ମଧ୍ୟ ସେୟା ଜଣାଉଛି ଯେ ଆମେ ମିଳିତ ଭାବରେ ବିଜୁ ଜନତା ଦଳକୁ ବାଲେଶ୍ୱରରେ ପୁଣି 1 ନମ୍ବର କରିବା ପାଇଁ ଆମେ ଚେଷ୍ଟା କରିବା। ଦଳରୁ ଦୂରେଇ ଯାଇଥିଲେ ମଧ୍ୟ ବା 13 ବର୍ଷ ମୁଁ ଅଲଗା ରହିଥିଲେ ମଧ୍ୟ ଲୋକଙ୍କ ସହିତ ସମ୍ପର୍କ ରହିଥିଲା। ଲୋକଙ୍କ ସହିତ ସମ୍ପର୍କ, ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ସାମିଲ ହେଉଥିଲି ଲୋକଙ୍କ ସହିତ, ବିଭିନ୍ନ ସୋସିଆଲ ଫଙ୍କସନ୍ ଏବଂ ସାମାଜିକ କାର୍ଯ୍ୟକ୍ରମ, ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ସାମିଲ ହେଉଥିଲି ଏବଂ ଗସ୍ତ କରୁଥିଲି। ବିଭିନ୍ନ ସମସ୍ୟା ନେଇକି ମଧ୍ୟ ଜିଲ୍ଲାପାଳ, ଏସ୍ପିଙ୍କ ସହିତ ଏବଂ ବିଭିନ୍ନ ଅଫିସରଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲି, ସାକ୍ଷାତ କରୁଥିଲି, କାମ କରୁଥିଲି। ତେଣୁ ସେପରି ଭାବରେ କିଛି ଅସୁବିଧା ନଥିଲା। ଦୂରେଇ ରହିବା ସେଠୁ କିଛି ଅସୁବିଧା ମଧ୍ୟ ନଥିଲା। ଆମର ପାରିବାରିକ ସମସ୍ୟା ନେଇ ଦଳରୁ ମୁଁ ଦୂରେଇ ଯାଇଥିଲି। ତତ୍ପରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦେବା ପାଇଁ ମୁଁ ନବୀନ ବାବୁଙ୍କୁ 2024 ନିର୍ବାଚନ ପରେ ସାଙ୍ଗେ ସାଙ୍ଗେ ଆସିକି ମୁଁ ସାକ୍ଷାତ କରିଥିଲି। ନବୀନ ବାବୁଙ୍କୁ ମଧ୍ୟ ଅନୁରୋଧ କରିଥିଲି। ସେ ମଧ୍ୟ କହିଥିଲେ, ହଉ ରଘୁ ବାବୁ, ଏ ବିଷୟରେ ଚିନ୍ତା କରିବା, ଏ ବିଷୟରେ ନିଷ୍ପତ୍ତି ନେବା। ଆଜି ସେ ନିଷ୍ପତ୍ତି ନେଲେ। ନିଷ୍ପତ୍ତି ନେଇ ସାରିଲା ପରେ ମୋତେ ଜଣେଇଲେ ଏବଂ ବିଧିବଦ୍ଧ ଭାବରେ ଆଜି ବିଜୁ ଜନତା ଦଳରେ ମୁଁ ମିଶିଲି। ସେ ବିଷୟରେ କୌଣସି ବକ୍ତବ୍ୟ ମୋର ଦେବା ଉଚିତ ନୁହେଁ।
किए चक्रांत करथिला किए चक्रांत करिनथिला से जानिछि जिए चक्रांत करथिला से जानिछि जिए चक्रांत न करिथिला से जानिछि तेणु से विषय रे कौनसी वक्तव्य दवा उचित हबन सी निर्देश देले दल को मजबूत करो बालेश्वर जिले में किपरि भाव में दल मजबूत हम संगठित हो पारिबो एवं जो 8टा निर्वाचन मंडली अच्छी 8टा निर्वाचन मंडली रे किपरि भाव में दल को अधिक संगठित करा जाई पारिबो दल मजबूत हम एवं 29 मसीह किपरि दल क्षमता को फेरिबे से विषय रे कार्यक्रम दल जहाँ निष्पत्ति नब କିନ୍ତୁ ଏବେ ଆପଣଙ୍କୁ ଫେରେଇ ଆଣିବାକୁ ଯୋଉ ନିଷ୍ପତ୍ତି ନେବାକୁ କଣ 2 ବର୍ଷ ଲାଗିଗଲା ଆପଣ 24ରେ କଥା ହେଇଥିଲେ କହୁଥିଲେ କି 24 ପାର ଯେତେବେଳେ ପାର୍ଟିର ସୁପ୍ରିମୋ ବିଜୁ ଜନତା ଦଳର ପାର୍ଟିର ସୁପ୍ରିମୋ ଅଭିନବ ବାବୁ ନିଷ୍ପତ୍ତି ନେଲେ ସେତେବେଳେ ଏ କାର୍ଯ୍ୟକ୍ରମ ହେଲା ବା ଏ ନିଷ୍ପତ୍ତି ନିଆଗଲା ये गुरुत्वपूर्ण कथा होची जेउ समय रे रविंद्र जेना भारतीय जनता पार्टी रे शामिल होछ परवर्ती समय रे सुभाषिनी जेना दल विरोधरे जाई क्रॉस वोटिंग करछन एवं सस्पेंड होछ ता परवर्ती समय रे पुलिस नेता कथा मने करूछ विशेष आपण कथा जीवन को ଶୁଣନ୍ତୁ ବିଜୁ ଜନତା ଦଳ ଆମେ ସବୁ ଫାଉଣ୍ଡର ପାର୍ଟି ଫାଉଣ୍ଡର ଲୋକ ଫାଉଣ୍ଡର ଆମେ କରିଛୁ ବିଜୁ ଜନତା ଦଳ ଯେତେବେଳେ ଗଠନ ହୁଏ ବିଧାନସଭାରେ ସେତେବେଳେ ମୁଁ ବିରୋଧୀ ଦଳର ସଦସ୍ୟ ଥିଲି ଏମଏଲଏ ଥିଲି ବିଜୁ ବାବୁ ପ୍ରଭାତ ପୁରୁଷ ବିଜୁ ବାବୁ ବିରୋଧୀ ଦଳର ନେତା ମଧ୍ୟ ଥିଲେ ତାପରେ ପରେ ସେ ତ ଚାଲିଗଲେ ଆମକୁ ଛାଡ଼ି ଚାଲିଗଲେ ତତ୍ପରେ ଯେତେବେଳେ ବିଜୁ ଜନତା ଦଳ ଗଠନ ହେଲା ସେତେବେଳେ ଫାଉଣ୍ଡର ମେମ୍ବର ହିସାବରେ ଆମେ ସବୁ ମେମ୍ବର ଥିଲୁ ବିଜୁ ଜନତା ଦଳ ଆମର ନିଜ ଘର ତେଣୁ ବିଜୁ ଜନତା ଦଳ ଘରକୁ ଫେରିବା ପାଇଁ କାର୍ଯ୍ୟକ୍ରମ କରିବା ପାଇଁ ଆମେ ବଦ୍ଧପରିକର